ଦିଟା କିନି ନଷ୍ଟ ହେଇଯାଇଛି। ଆମେ ଖାଇତେ ପାଉନେ। ମାମା ତ ବହୁତ ଖରାପ ହେଇଗଲାନି। ମାକୁ ସେଜଟାରେ ପଡ଼ି ପଡ଼ି କଷ୍ଟ ପାଉଥିବାର ଦୁଃଖ ଏ କୁନି ଝିଅ ଦେଖିପାରୁନି, ସହି ବି ପାରୁନି। ମାର ଦେହ କଷ୍ଟ ତାକୁ ଯେମିତି ଭିତରୁ ମାରିଦେଉଛି। ମା କଥା କହିବା ବେଳକୁ ତା ପାଟି ଖନି ବାଜି ଯାଉଛି। ଏମିତି ଆଉ କେତେ ଦିନ ତା ମା ଏମିତି ପଡ଼ି ପଡ଼ି ଛଟପଟ ହେଉଥିବ? କେବେ ଉଠିବ ଯେ? ତା ପାଖରେ ବସେଇ ଖୁଆଇଦେବ, ତାକୁ ସଜବାଜ କରି ସ୍କୁଲ ପଠେଇବ। ଏ କଥା ଭାବି ଭାବି ତା ଆଖି ଛଳଛଳ ହୋଇଯାଉଛି। ଆଉ ତାଠାରୁ ଆହୁରି ବେଶୀ କଷ୍ଟ ଲାଗୁଛି ଏ ଦୃଶ୍ୟ। ବର୍ଷକର ପୁଅ କଣ ବା ଜାଣିଛି? ମା କୋଳ ଛଡ଼ା ତାକୁ ଆଉ କିଛି ବି ଜଣା ନାହିଁ। ଯେଉଁ ବୟସରେ ମାର ଅମୃତ ପିଇ ସେ ହୃଷ୍ଟପୁଷ୍ଟ ହେବା କଥା, ସେ ସମୟରେ ସେ ସବୁ ସୁଖରୁ ବଞ୍ଚିତ। ତାର ସର୍ବସ୍ୱ ମା ତାରି ପାଖରେ ଯାଇ ଜାକିଜୁକି ହୋଇ ଶୋଇପଡୁଛି। ଭାବୁଛି ତା ମା ଉଠୁନି କାହିଁକି, ତାକୁ କୋଳେଇ ନେଉନି କାହିଁକି? ଆଉ ବର୍ଷକର ଛୁଆକୁ କୋଳେଇ ନ ପାରି ମାର ଛାତି ବି ଫାଟି ଯାଉଛି। ହେଲେ ସେ କରିବ ବା କଣ? ଦିଟା ପିଲାଙ୍କ ପାଖରେ ଥାଇ ବି ସେ ଯେମିତି ବହୁତ ଦୂରରେ। ଇଏ ହେଉଛନ୍ତି ବାଲେଶ୍ୱର ରେମୁଣା ନିଜାମପୁର ଗାଁର ସୁନିତା ଜେନା। ବାହାଘରର 8 ବର୍ଷ ଖୁବ୍ ଖୁସିରେ ତ ଥିଲେ। ସ୍ୱାମୀଙ୍କ ସ୍ୱଳ୍ପଆୟ ହେଲେ ବି ଖୁବ୍ ଭଲ ପାଉଥିବା ସ୍ୱାମୀ, ଶାଶୁ, ଶ୍ୱଶୁର ଆଉ 2 ପିଲାଙ୍କୁ ନେଇ ଶାନ୍ତିରେ ଥିଲେ। ହେଲେ 5 ମାସ ତଳେ ତାଙ୍କ ଜୀବନକୁ ଢାଙ୍କି ପକାଇଲା ରୋଗର କଳାବାଦଲ। ଲଗାତାର ବାନ୍ତି ହେବାରୁ ଅଲ୍ଟ୍ରାସାଉଣ୍ଡ କରାଇଲେ। ଜଣାପଡ଼ିଲା ତାଙ୍କର 2ଟି ଯାକ କିଡ୍ନି ପାଖାପାଖି 90% ଡ୍ୟାମେଜ୍ ହୋଇଯାଇଛି। ବାସ୍ ସେଇଦିନଠୁ ସବୁ ଖୁସି କୁଆଡ଼େ ଉଭେଇଗଲା। ଏବେ ଖାଲି ଡାଇଲିସିସ୍ର ଯନ୍ତ୍ରଣା ଆଉ ମେଡିସିନ ଅର୍ଥାଭାବର ଦାଉ ଝୁଣି ପକାଉଛି। ଗୋଟେ ପଟେ ରୋଗ ଟାଣୁଛି, ଆଉ ଗୋଟେ ପଟେ 2 ପିଲାଙ୍କ ପାଇଁ ମାର ହୃଦୟ କାନ୍ଦୁଛି। ଏଭଳି ସ୍ଥିତିରେ ତାଙ୍କର ଆଶା, ସରକାର ଟିକେ ସାହାଯ୍ୟ କଲେ ତାଙ୍କ କିଡ୍ନି ଟ୍ରାନ୍ସପ୍ଲାଣ୍ଟ ହୋଇପାରନ୍ତା। 2ଟା କଅଁଳା ଓ ନିଷ୍ପାପ ଛୁଆଙ୍କ ଜୀବନ ରହିଯାଆନ୍ତା। ଛୋଟ ଛୋଟ ଛୁଆକୁ ଦେଖିକି ମୁଁ କହୁଛି ଯେ ମୋତେ ଟିକେ ସାହାଯ୍ୟ କରନ୍ତୁ। ଯାରକ ମୋର କିଡନୀ ଗୋଟେ ଲାଗିପାରୁ, କେତେ ଦିନରେ ଡାଇଲିସ୍ ହେଇତେ ଯାଇକି ବି ନିଶ୍ୱାସ ଅଟକି ଯାଉଛୁ, ନିଶ୍ୱାସ ଚାଲୁନାହିଁ। ଅକ୍ସିଜେନ୍ 4-5 ଥର ଲାଗି ସାରିଲାନି। ନିଶ୍ୱାସଟା ମୁଁ ମାନେ ଜୋରସେ କଥା କହିପାରୁନୁ, ନିଶ୍ୱାସ ନେଇପାରୁନୁ, ଖାଦ୍ୟ ଖାଇପାରୁନୁ ଠିକ୍ର। ସେଇଥିପାଇଁ ମୁଁ ପ୍ରଶାସନମାନଙ୍କୁ ସାହାଯ୍ୟ ମାଗୁଛୁ। ଯେତେ ଶୀଘ୍ର ମୋ ପାଇଁ ଟିକେ ସାହାଯ୍ୟ କରନ୍ତୁ। ସ୍ତ୍ରୀଙ୍କୁ ନେଇ ଭାବ ଅଭାବର ସଂସାରକୁ ଚଳେଇ ନେବାରେ ତାଙ୍କୁ ସମସ୍ୟା ହେଉନଥିଲା। କିନ୍ତୁ ଏବେ ସ୍ତ୍ରୀଙ୍କୁ ଯନ୍ତ୍ରଣାରେ ଦେଖି ଦେଖି ଜଣେ ସ୍ୱାମୀ ଭିତରୁ ଯେମିତି ହାରିଯାଉଛି। ହସ୍ପିଟାଲ ଦୌଡ଼ି ଦୌଡ଼ି 2ଟା ପିଲାଙ୍କର ଯତ୍ନ ବି ଠିକ୍ ସେ ନେଇ ପାରୁନାହାନ୍ତି। ଆଉ ଝିଅଟା କିଛି ଗୋଟେ ଜିନିଷ ପାଇଁ ଅଳି କଲେ ସେ ଦେଇ ବି ପାରୁନାହାନ୍ତି। ସେ ଆଜି ଜଣେ ଅସହାୟ ସ୍ୱାମୀ ଆଉ ଜଣେ ଅସହାୟ ବାପା ପାଲଟି ଯାଇଛନ୍ତି। ପିଲାମାନଙ୍କୁ ତ କିଛି ଗୋଟେ ଆଣିକି ଦେଇପାରୁନୁ। ଯେତେବେଳେ ଝିଅ କହିଲା ବାପା ସେଟା ଆଣିକି ଦେବି, ମୁଁ ତ ଆଣିକି ଦେଇ କାମ ଗନେ ସିନା ଆଣିକି ଦେବି। ମୁଁ ତ ଆଙ୍କ ପଛରେ ଡାକ୍ତର ମେଡ଼ିସିନ ଆଣିକି ଦେନି। ଯାହା ବି କାମ କନି ସେଇ ମେଡ଼ିସିନରେ ଗଲା। ଆଉ ତ ପିଲାମାନଙ୍କ ପାଇଁ ତ କିଛି ମୁଁ ତ ଆଣିକି ଦେଇପାରୁନାହିଁ। ସୁନିତା ଏବଂ ତାଙ୍କର 2 ନିଷ୍ପାପ ଛୁଆଙ୍କ ଏ କଷ୍ଟ ଦେଖିବା ପରେ ଆମର ବିଶ୍ୱାସ ପ୍ରଶାସନ ନିଶ୍ଚୟ ତାଙ୍କୁ ସାହାଯ୍ୟର ହାତ ବଢ଼ାଇବେ। ଏହା ବ୍ୟତୀତ ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତାର ହାତ ବଢ଼ାଇବାକୁ ଚାହାନ୍ତି, ଠିକଣା ହେଉଛି ସୁନିତା ଜେନା, ବ୍ୟାଙ୍କ ଅଫ୍ ଇଣ୍ଡିଆ, IFC କୋଡ୍ BKID 0005481, ଆକାଉଣ୍ଟ ନମ୍ବର 54811100119930, ଫୋନ୍ ପେ ନମ୍ବର 6370527461। ଯେତେବେଳେ ରୋଗ ଯନ୍ତ୍ରଣା ଆସେ ସେତେବେଳେ ଜୀବନର ସବୁକିଛି ସୁଖ ଛଡ଼େଇ ନେଇଥାଏ। ଏମିତି ଘଟଣା ଘଟିଛି ରେମୁଣା ନିଜାମପୁରର ସୁନିତାଙ୍କ କ୍ଷେତ୍ରରେ। ହସ ଖୁସିର ପରିବାର, 2ଟି ପିଲା, ସ୍ୱାମୀ, ଶାଶୁ ଶ୍ୱଶୁରଙ୍କୁ ନେଇକି ବହୁତ ଭଲରେ ଚଳୁଥିଲେ। ହଠାତ୍ ତାଙ୍କ ଜୀବନରେ ରୋଗର କଳା ବାଦଲ ଘୋଟି ଆସିଲା। ଶଯ୍ୟାଶାୟୀ ସେ ଏବେ। 2ଟି ଯାକ କିଡନୀ ନଷ୍ଟ ହୋଇଯାଇଛି। 2ଟି ପିଲାଙ୍କ ଭବିଷ୍ୟତ କ'ଣ ହେବ ସେହି ଚିନ୍ତାରେ ସେ ଘାରି ହେଉଛନ୍ତି।
ସରକାରଙ୍କୁ ଏବଂ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି ତାଙ୍କୁ ସହାୟତା କଲେ ସେ ସୁସ୍ଥ ହୋଇପାରିବେ। ନିଜାମପୁର କ୍ୟାମେରା ପର୍ସନ ଚିତ୍ତରଞ୍ଜନଙ୍କ ସହିତ ସୁମନା ପରିଡ଼ା, କନକ ନ୍ୟୁଜ।